ବାରିପଦା ସହର ଉପକଣ୍ଠରେ ହାତୀ ପଲଙ୍କ ଉତ୍ପାତ ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ। ମୃତକ ଜଣକ ହେଲେ ବାରିପଦା ବନଖଣ୍ଡ ଅନ୍ତର୍ଗତ ଶ୍ୟାମଖୁଣ୍ଟା ଅଞ୍ଚଳର ଦାଡଦୂତ ଗ୍ରାମର ମଧୁସୂଦନ ପାଣି। ବାରିପଦା ସହର ଉପଖଣ୍ଡ ଶ୍ୟାମଖୁଣ୍ଟା ଅଞ୍ଚଳରେ 40 ଟିକିଆ ହାତୀପଲ ଚଳପ୍ରଚଳ କରି ଉତ୍ପାତ କରୁଥିବାରୁ କଲବଲ ହେଉଛି ଜନସାଧାରଣ, କଲବଲ ହେଉଛି ଜନଜୀବନ। ତେବେ ଆଜି ଶନିବାର ସକାଳୁ ମଧୁସୂଦନ ଶୌଚ ହେବାକୁ ବିଲକୁ ଯାଇଥିବା ବେଳେ ହାତୀ ସହିତ ମୁହାଁମୁହିଁ ହୋଇଥିଲା। ମଧୁସୂଦନ ଖସି ଯିବାକୁ ଉଦ୍ୟମ କରିବା ସମୟରେ ହାତୀ ଶୁଣ୍ଢରେ ଟେକି ନେଇ କଚାଡ଼ି ଦେଇଥିଲା। ତେବେ ଆକ୍ରମଣରେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସଙ୍ଗେ ସଙ୍ଗେ ବାରିପଦା ସ୍ଥିତ ମୁଖ୍ୟ ଚିକିତ୍ସାଳୟ PRM ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ଅଘଟଣକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ତେବେ ବନ ବିଭାଗର ଅପାରଗତାକୁ ମୃତ୍ୟୁ ହୋଇଥିବା ନେଇ ଅସନ୍ତୋଷ ବୃଦ୍ଧି ପାଇଛି। ତେବେ ମୃତଦେହ ବ୍ୟବଚ୍ଛେଦ କରିବା ପାଇଁ ପଠାଯାଇଥିବା ସୂଚନା ମିଳିଛି। ଅନ୍ୟପଟେ ନିକଟରେ ବଡ଼ସାହି ବ୍ଲକର ବିଭିନ୍ନ ଅଞ୍ଚଳରେ ହାତୀପଲର ଉତ୍ପାତ ଲାଗି ରହିଥିବା ଘଟଣା ସାମ୍ନାକୁ ଆସିଛି। ଏମିତିକି ଖାଦ୍ୟ ଅନ୍ୱେଷଣରୁ ଗାଁକୁ ଆସି ଗାଁରେ ଧାନ ଖଳାରେ ପଶି ବିଭିନ୍ନ ଧାନ କ୍ଷେତ ନଷ୍ଟ ବି କରିଛନ୍ତି ଓ ଧାନ ତକ ଖାଇଦେବାର ଦୃଶ୍ୟ ସାମ୍ନାକୁ ଆସିଛି। ତେବେ ଅଦିନିଆ ବର୍ଷା ଅମଳ ସମୟରେ ଚାଷୀଙ୍କୁ ଅସହାୟ କରିଦେଇଥିବା ବେଳେ ଏତେ ହାତୀପଲ କଲବଲ କରୁଥିବା ଦେଖିବାକୁ ମିଳିଛି। ମୋ ନାମ ଆଜ୍ଞା ବଣରାମ ପାଣ୍ଡେ। କ'ଣ ଘଟଣା ହେଇଥିଲା ଟିକେ କୁହନ୍ତୁ। ମୁଁ ଆସିଥିଲି ଏପଟେ ଆପଣଙ୍କର ହାତୀ ଦେଖିବାକୁ। କ'ଣ ଜଣେ ଲୋକ କ'ଣ ଆହତ ହୋଇଥିଲେ? ଏପଟେ ଆପଣଙ୍କର ଏପଟୁ ହାତୀ ଗୁଡ଼େଇ ଗୁଡ଼େଇ ଆଣୁଥିଲେ। ଆଉ ଆମର ସେ ଭାଇଟା ଏଠି ଝାଡ଼ା ଫେରତେ ବସୁଥିଲେ। କି ତାଙ୍କ ନାମ? ମଧୁସୂଦନ ପାଣ୍ଡେ। ଆଚ୍ଛା, କ'ଣ ହେଲା ତାପରେ ଟିକେ କୁହନ୍ତୁ। ସେଆଡ଼ୁ ହାତୀ ପାରି ଯାଇଛି ସେପଟୁ। ସେମାନେ କେତେ ହାତୀ ହାତୀ ଥିଲେ 5ଟା ନା କେତେ 4-5ଟା। ବର୍ତ୍ତମାନ 5ଟା ଥିଲେ। ଆଗରୁ ସେପଟୁ ଗୁଡ଼େଇ ଆସିକି ତାକୁ ସେତେବେଳେ ହିଡ଼ଟାରେ ଏମିତି ହେଇକି ଉଠୁଥିଲେ। ତାପରେ ଶୁଣ୍ଡରେ ତାକୁ ଟାଣି ଆଣିଛି କଚାଡ଼ି ଦେଇଛନ୍ତି। ମାନେ ମାଡ଼ିବା ପାଇଁ ପୁରା ରେଡ଼ି ହେଇଯାଇଥିଲେ। ସେ ଟାଇମ୍ରେ ମୁଁ ଗୋଟେ ଟେକା ମାରିଥିଲି। ଆଚ୍ଛା, ଟେକା ମାରିଦେଲା ପରେ ସେ ଛାଡ଼ି ଦେଇଛି। ତାଙ୍କ ଅବସ୍ଥା ଏଇନା କେମିତି? ଅବସ୍ଥା ମାନେ ସେ ପାକ୍ କରୁଛନ୍ତି। କିସ ହେଇଛି ପୁରା ଡିଟେଲ୍ସ ମୁଁ ଜାଣିନି। ବୁହିକି ଆଣିଛି ତାପରେ ଏଇନା ବର୍ତ୍ତମାନ ଆମ୍ବୁଲାନ୍ସରେ ନେଇଗଲେ। ଆଚ୍ଛା, ସକାଳୁ କିଛି ଆହୁରି ହାତୀ ଯାଇଥିଲେ କି? ଆହୁରି 33ଟା ଆଗରୁ ପଳେଇଲେ। 33ଟା ଆଗରୁ ଯାଇଛନ୍ତି। ସେଇ ରାସ୍ତାରେ ଆଉ ଥରେ ମାନେ ମୋଟ କହିଥିଲେ 40ଟା ପାଖାପାଖି ହାତୀ ଅଛି। ଆଜ୍ଞା, ଠିକ୍ ଅଛି। ମୟୂରଭଞ୍ଜରୁ ସୁମନ୍ତ ପାତ୍ରଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।